ଗୁଡ୍ ମର୍ଣ୍ଣିଂ ପିଲାମାନେ। ପିଲାମାନେ ଆମେ ଆଜି ପଢିବା ଆମ ବିଚିତ୍ର ବିଶ୍ୱ ବହିର ପଞ୍ଚମ ଶ୍ରେଣୀ ଏକ ନଦୀର କାହାଣୀ। ଏଠି ପିଲାମାନେ ଦେଖିପାରୁଥିବ ଯେ ପାହାଡରୁ ନଦୀଟା ବହି ଆସିଛି, ଯାଇକି ମିଶୁଛି ସମୁଦ୍ରରେ ହେଲା। ଏଠି ଦେଖୁଥିବ ଯେ ଛୋଟ ଛୋଟ ଶାଖା ନଦୀ ସବୁ ଆସି ଏଇଠି ମିଶୁଛି। ଛୋଟ ଛୋଟ ଯୋଉ ଜଳଧାରା ତାକୁ ତାର ଶାଖା ନଦୀ ବା ଉପନଦୀ କହିବା ହେଲା। ଏଠି ଗୋଟେ ସୁନ୍ଦର କବିତା ଦିଆଯାଇଛି ବହିରେ। କେଉଁଠାରୁ ଆରମ୍ଭ ମୁଁ କେଉଁଠାରେ ଶେଷ। ପାଦ ନାହିଁ ମୋର ଯାଏ ବହୁ ଦୂର, ଜହ୍ନ ତାରା ତଳେ କ୍ଷେତ ଜଙ୍ଗଲରେ, ଗଛକୁ ବଞ୍ଚାଇ ତୁମ ତୃଷ୍ଣା ବି ହରଇ, ପର୍ବତରୁ ବାହାରି ସାଗରରେ ମିଶଇ। ଏଟା କିଏ? ନଦୀ ହେଲା। କେତେ ଜଙ୍ଗଲ ଦେଇକି ଆସୁଛି ହେଲା। ତୃଷ୍ଣା ମାନେ କଣ? ତୃଷ୍ଣା ମାନେ ଶୋଷ ହେଲା। ଶୋଷ ଲାଗିଲେ ପାଣି ପିଉନା, ସେଇଟା ତୃଷ୍ଣା ମାନେ ଶୋଷ। ପର୍ବତରୁ ବାହାରୁଛି ଆଉ ଯାଇକି ସାଗରରେ ମିଶୁଛି ହେଲା। ଆଗକୁ ଦେଖ, ଏଠି ଆମେ ନଦୀ ବିଷୟରେ ଜାଣିଛେ। ଏଠି ପଢିବା ଗୋଦାବରୀ ନଦୀ ବିଷୟରେ ହେଲା। ଗୋଦାବରୀ ନଦୀଟା ମହାରାଷ୍ଟ୍ରର ତ୍ରୟମ୍ବକେଶ୍ୱରରେ ଉତ୍ପତ୍ତି ହେଇଛି ହେଲା। ନାଁଟା ମନେ ରଖିବ ହେଲା। ତାପରେ ଛୋଟ ଝରଣା ଗୁଡିକ ନଦୀରେ ମିଶିଥାଏ, ଏହାକୁ ତାର ଶାଖା ନଦୀ କହନ୍ତି। ଶାଖା ନଦୀ ବୁଝିପାରିଲ? ସେ ଦେଖିଲେ ଆମେ ଶାଖା ନଦୀ। ଭାରତର ଦ୍ୱିତୀୟ ଦୀର୍ଘତମ ନଦୀ କୁହାଯାଏ ଗୋଦାବରୀ ହେଲା। ଦ୍ୱିତୀୟ ଦୀର୍ଘତମ ନଦୀ ହେଲା ଗୋଦାବରୀ। ତ ପ୍ରଥମ କୋଉଟା? ପ୍ରଥମ ହେବ ଗଙ୍ଗା ହେଲା। ବଙ୍ଗୋପସାଗରରେ ଯାଇକି ମିଶେ, ଏଟା ତ ଦେଖିଲେ ଆମେ। ଏହାର ଲମ୍ବଟା ହେଲା 1465 କିଲୋମିଟର ଲମ୍ବା ଏଇଟା। ଓଡ଼ିଶାର ଇନ୍ଦ୍ରାବତୀ ଗୋଦାବରୀରେ ଯାଇକି ମିଶିଛି। ଇନ୍ଦ୍ରାବତୀ ନଦୀଟା ମହାରାଷ୍ଟ୍ର, ତେଲେଙ୍ଗାନା, ଛତିଶଗଡ଼, ଓଡ଼ିଶା ରାଜ୍ୟ ଦେଇ ଗୋଦାବରୀଟା ପ୍ରବାହିତ ହୁଏ ହେଲା। ଏଟା କୋଉ କୋଉ ରାଜ୍ୟ ଦେଇ ଦିଆଯାଇଛି। ଗୋଦାବରୀ ନଦୀ ବନ୍ଧର ନାମ ହେଲା ପୋଲାଭରମ ଡ୍ୟାମ, ଆଉ ଗୋଟେ ଶ୍ରୀରାମ ସାଗର ପ୍ରକଳ୍ପ, ଦୁଇଟା। ପୋଲାଭରମ ଡ୍ୟାମ ଟା ପିଲାମାନେ, ଏଇଟା ଆମେ କୋଉ ରାଜ୍ୟରେ ପାଇବା? ପୋଲାଭରମ ଡ୍ୟାମ ଟା ଆନ୍ଧ୍ରପ୍ରଦେଶରେ ପାଇବା ଆମେ। ଆଉ ଶ୍ରୀରାମ ସାଗର ପ୍ରକଳ୍ପଟା ଏଟା ତେଲେଙ୍ଗାନା ହେବ ହେଲା। ବୁଝିହେଲା? କୋରିଙ୍ଗା ବନ୍ୟଜନ୍ତୁ ଅଭୟାରଣ୍ୟ, ପେଞ୍ଚ ଜାତୀୟ ଉଦ୍ୟାନ, କୌବଲ ବ୍ୟାଘ୍ର ସଂରକ୍ଷଣ ଆଦି ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ ଅଛି। ଏଇଠି ଯୋଉ କୌବଲ ବ୍ୟାଘ୍ର ସଂରକ୍ଷଣ ଦିଆଯାଇଛି, ଏଇଠି ବିଭିନ୍ନ ପ୍ରଜାତିର ବାଘକୁ ସୁରକ୍ଷିତ ରଖାଯାଇଛି ହେଲା। ଏଇଟା ସବୁ ମନେ ରଖିବ ହେଲା। ତାପରେ ମଞ୍ଜିରା, ଇନ୍ଦ୍ରାବତୀ, ସାବରୀ ଆଦି ତାର ଶାଖା ନଦୀ ବା ଉପନଦୀ। କହିଲି ନା, ଶାଖା ନଦୀ ବା ଉପନଦୀ। ଏଇଟା ମଞ୍ଜିରା, ଆଉ ଗୋଟେ ଇନ୍ଦ୍ରାବତୀ, ସାବରୀ। এটা ଭେରି ଭେରି ଇମ୍ପୋର୍ଟାଣ୍ଟ ପିଲାମାନେ, ଯେ ଗୋଦାବରୀକୁ ଦକ୍ଷିଣ ଗଙ୍ଗା ବୋଲି କୁହାଯାଏ। ବହୁତ ଭଲ ପ୍ରଶ୍ନଟେ, କାରଣ ଏହା ଦକ୍ଷିଣ ଭାରତରେ ପ୍ରବାହିତ ହୁଏ। ଦକ୍ଷିଣ ଭାରତରେ ପ୍ରବାହିତ ହେବାରୁ ତାକୁ ଆମେ ଦକ୍ଷିଣ ଗଙ୍ଗା କହିବା ହେଲା। ତାପରେ ଦେଖ, ନାସିକକୁ ଗୋଦାବରୀ ପୁଷ୍କରମ ଭଳି ବିଶେଷ କାର୍ଯ୍ୟକ୍ରମ ସମୟରେ ଚାରିଆଡୁ ଲୋକମାନେ ଗୋଦାବରୀ ପବିତ୍ର ଜଳରେ ବୁଡ଼ ପକାଇବା ପାଇଁ ଆସନ୍ତି। ତମେ ଜାଣିଥିବ ଯେ ଗଙ୍ଗା ନଦୀକୁ ବୁଡ଼ ପକାଇବା ପାଇଁ ଯାଆନ୍ତି କି ନାହିଁ? ସେମିତି ଗୋଦାବରୀରେ ବି ବୁଡ଼ ପକାନ୍ତି ହେଲା। ଗୋଦାବରୀ ନାସିକରୁ ବାହାରିଛି। ଏଇ ଗୋଦାବରୀ ପୁଷ୍କରମ ବିଷୟରେ ଟିକେ ଦେଖିଥିବ ହେଲା। ତାପରେ ପିଲାମାନେ ଆମେ ଆଗକୁ ବଢିବା ହେଲା। ଏଟା ସବୁ ନୋଟ କରିକି ଚାଲ ହେଲା, ତମ ପରୀକ୍ଷାରେ ଆସିବ। ଏଠି ଦେଖିପାରୁଥିବ ପିଲାମାନେ ଯେ ଗୋଦାବରୀଟା କୋଉଠୁ ବାହାରିଛି? ତ୍ରୟମ୍ବକେଶ୍ୱର ଠାରୁ ବାହାରିଛି। ଏଟା କୋଉ ପାହାଡ?
ବ୍ରହ୍ମଗିରି ପାହାଡ଼ ହେଲା, ସେଠୁ ବାହାରିଛି, ବାହାରିକି ଆସିକି ମିଶିଛି ଏଇ ବଙ୍ଗୋପସାଗରରେ। ଏଠି ଦେଖ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାପରେ ଏଠି ପୋଲଭରମ ଡ୍ୟାମ ବିଷୟରେ ଯୋଉ ପଢିଲେ, ଆଉ ଗୋଟେ ଶ୍ରୀରାମ ସାଗର ପ୍ରକଳ୍ପ ହେଲା। ଏଟା ଦେଖିପାରୁଥିବ ଯେ ପୋଲଭରମ ଡ୍ୟାମ ଟା କୋଉଠି, ଆମର ଆନ୍ଧ୍ରପ୍ରଦେଶ, ଆଉ ଶ୍ରୀରାମ ସାଗର ପ୍ରକଳ୍ପଟା ତେଲେଙ୍ଗାନା ହେଲା। ତାପରେ ମଞ୍ଜିରା, ମଞ୍ଜିରା, ଇନ୍ଦ୍ରାବତୀ, ଆଉ ଗୋଟେ ନଦୀ କୋଉଟା ସାବରୀ ପଡିଲେ, ସାବରୀ, ସାବରୀ, ଏଟା ତାର ଶାଖା ନଦୀ ସବୁ ହେଲା। କୋଉ କୋଉ ରାଜ୍ୟ ଦେଇ ପଡିଲେ ଏଇଟା ଦେଖିଦବ ବୋଲେ ସବୁ ମନେ ରହିଯିବ, ଏଇ ଚିତ୍ରରେ ସବୁ ଦିଆହେଇଛି ହେଲା। ଛତିଶଗଡ଼, ତାପରେ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଦେଇକି ଯାଏ ହେଲା। ଏଠି ଓଡ଼ିଶା, ଏଠି ଅଭୟାରଣ୍ୟ ସବୁ ଦିଆହେଇଛି, କୋଉ କୋଉଟା କୋଉଲ ବ୍ୟାଘ୍ର ସଂରକ୍ଷଣ ଏଟା, ତାପରେ ପେଞ୍ଚ ଜାତୀୟ ଉଦ୍ୟାନ, ତାପରେ କୋରିଙ୍ଗା ବନ୍ୟଜନ୍ତୁ ଅଭୟାରଣ୍ୟ ଦିଆହେଇଛି କି ନାଇଁ, ଏଟା ସବୁ ମନେ ରଖିବ ପିଲାମାନେ ହେଲା। ଏଟା ତମ ବହିରେ ଅଛି ଚିତ୍ରଟା ହେଲା। ତାପରେ ଆଗକୁ ଯିବା, ପିଲାମାନେ ଚିତ୍ରରେ କଣ ଦେଖୁଛ, ଗୋଟେ ନଦୀ ବହି ଯାଉଛି, ଆଉ ସେଇଠି ଗୋଟେ ମା କହିପାରିବ କିମ୍ବା ଗୋଟେ ସ୍ତ୍ରୀ ଲୋକଟେ ଅଛନ୍ତି, ସେ ଗୋଟେ ଟିଚର ହେଇପାରନ୍ତି ହେଲା। ଆଉ ଛୁଆମାନେ ଅଛନ୍ତି ସବୁ ହେଲା, ତମ ଭଳିଆ କୁନି କୁନି ଛୁଆ ସବୁ ପିଲାମାନେ। ତ ସେଇଠି କଣ କରୁଛନ୍ତି, ସମସ୍ତେ ନଦୀକୁ ପ୍ରଣାମ ଜଣାଉଛନ୍ତି, ନମସ୍କାର କରୁଛନ୍ତି ହେଲା। ଆମେ ଜାଣିଛେ ଯେ ଆମର ପ୍ରକୃତି ର ଯେତେ ବି ଜିନିଷ ଅଛି ତାକୁ ପବିତ୍ର ମନାଯାଏ ହେଲା, ମାନନ୍ତି, ସମସ୍ତେ ପବିତ୍ର ମାନନ୍ତି ନଦୀ ମାନଙ୍କୁ। ତ ଏଠି ନଦୀକୁ ପବିତ୍ର ମାନି ହେଲା, ତାଙ୍କୁ ଦେବୀ ହିସାବରେ ଆମେ ପୂଜା କରିଥାଉ ହେଲା। ତ ଏଇଠି ସେମାନେ ତାଙ୍କୁ ପ୍ରଣାମ ଜଣାଉଛନ୍ତି ହେଲା। ଏଇ ଗୋଦାବରୀ ହଉ, ଗଙ୍ଗା ହଉ, ତ ତାଙ୍କୁ ଗୋଟେ ଆମର ଦେବୀ ହିସାବରେ ନେଇକି ତାଙ୍କୁ ପୂଜା କରାଯାଏ, ପବିତ୍ର, ତାର ଜଳକୁ ପବିତ୍ର ମନାଯାଏ ହେଲା, ମାନନ୍ତି ଲୋକେ। ଗୋଦାବରୀର ଜୀବନ ଧାରା ବର୍ଷ ସାରା ପ୍ରବାହିତ ହୁଏ, ତେଣୁ ଏହାକୁ ଚିରସ୍ରୋତା ନଦୀ କହନ୍ତି। କଣ ଚିରସ୍ରୋତା ନଦୀ, ଏଇଟା ଆସିବ ଏକ୍ସାମରେ ହେଲା। ବାଘ, କୁଟୁରା, ଭାରତୀୟ ବହୁରୂପୀ ଏଣ୍ଡୁଅ ଏବଂ ରକ୍ତଚନ୍ଦନା ଗଛରେ ପରିପୂର୍ଣ୍ଣ ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ଗତି କରେ ହେଲା। ଜଙ୍ଗଲ ମାନେ ଦେଇକି ଗତି କରିବ ନା ନଦୀଟା, ତ ଏଠି ବହୁତ ପ୍ରକାର ଜୀବଜନ୍ତୁ ସବୁ ବାସ କରନ୍ତି ସେଇ ଜଙ୍ଗଲରେ, ବହୁତ ପ୍ରକାର ଉଦ୍ଭିଦ ଗଛ ସବୁ ସେ ଜାଗାରେ ଆମେ ପାଇବା ହେଲା। ନଦୀ ସମୁଦ୍ରରେ ମିଶିବା ସମୟରେ ଛୋଟ ଛୋଟ ଶାଖାରେ ବିଭକ୍ତ ହୋଇ, ଛୋଟ ଛୋଟ ଶାଖାରେ ବିଭକ୍ତ ହୁଏ, ଆଉ ତାପରେ ମୁହାଣ ଗଠନ କରେ ହେଲା, ମୁହାଣ ଗଠନ କରିକି ସମୁଦ୍ରରେ ଲୁଣି ଜଳରେ ମିଶେ। ଏଠି ଦିଆହେଇଛି ଯେ କୋରିଙ୍ଗା ହେନ୍ତାଳ ବଣଟା ଗୋଟେ ନଦୀ ମୁହାଣ, କାର ଆମର ଗୋଦାବରୀ ମୁହାଣରେ ଅଛି, ଏଇଟା ଗୋଟେ ବଣ ଜଙ୍ଗଲଟା ସୃଷ୍ଟି ହେଇଛି ହେଲା। କୋରିଙ୍ଗା ହେନ୍ତାଳ ବଣଟା ଗୋଦାବରୀ ମୁହାଣରେ ସୃଷ୍ଟି ହେଇଛି ହେଲା। ତମେ ମୁହାଣ ଦେଖିବାକୁ ଚାହୁଁଛ, ଏଠି ଦେଖ, ଏଠି ଛୋଟ ଛୋଟ ଦେଖ ତ, ଏମିତି ନଦୀ ଆସିଲା, ନଦୀ ଆସିକି କଣ ହେଲା, ଏଇ ପଟେ ଗୋଟେ ଗଲା, ଏପଟେ ବିଭକ୍ତ ହେଇଗଲା, ଏପଟେ ବିଭକ୍ତ ହେଇକି ଏପଟେ ଗଲା, ଏମିତି କରି ଛୋଟ 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 ସବୁ କଣ ବାହାରିଛି ସେ ଜାଗାରେ, ଛୋଟ ଛୋଟ ଗୋଟେ ଜଙ୍ଗଲ ସୃଷ୍ଟି ହେଇଛି, ଛୋଟ ଛୋଟ ଜଙ୍ଗଲ ସବୁ ଦେଖ ମୁହାଣରେ, ନଦୀ ମୁହାଣରେ ଏମିତି। ଏଇଟା ହେଉଛି ହେନ୍ତାଳ ବଣ, ବୁଝିଗଲା ପିଲାମାନେ, ଏଇଠି ଯୋଉ ପଢୁଥିଲେ କୋରିଙ୍ଗା ହେନ୍ତାଳ ବଣ ଏଇଟା। ତାପରେ ଆଗକୁ ଯିବା, ଜୀବମାନଙ୍କୁ ଗୋଦାବରୀ ନଦୀର ସହାୟତା କେମିତି ମିଳେ, ଘର, ବିଦ୍ୟାଳୟ, କୃଷି କାର୍ଯ୍ୟ ପାଇଁ ବ୍ୟବହାର କରୁ ତାର ଜଳକୁ, ପିଇବା ପାଇଁ, ରୋଷେଇ ପାଇଁ, ଧୁଆ ଧୁଇ ପାଇଁ ହେଲା। ତାପରେ କଳକାରଖାନା ମାନଙ୍କରେ ମଧ୍ୟ ତାର ଜଳ ବ୍ୟବହାର ହୁଏ ହେଲା। କଳକାରଖାନା ମାନଙ୍କରେ ବହୁତ ଜଳ ଦରକାର କି ନାହିଁ, ଏହାର ଜଳ ପାଇପ ଏବଂ କେନାଲ ଦ୍ଵାରା ଯୋଗାଇ ଦିଆଯାଏ।
ଏଇଟା ତ ତମେ ଜାଣିଛ ହେଲା, ଲେଖିପାରିବ ନିଜେ ବି। ଡଙ୍ଗା ଦ୍ୱାରା ପର୍ଯ୍ୟଟକ ମାନଙ୍କୁ ନଦୀ ଭ୍ରମଣ କରିବା, ମାଛ ଧରିବା, ଚାଷ କରିବା ଆଦି କାର୍ଯ୍ୟ କରି ଲୋକମାନେ ଜୀବିକା ନିର୍ବାହ କରନ୍ତି। ଏଇଟା ଏଇଟା ମନେ ରଖିବ ଯେ ଲୋକମାନେ କେମିତି ନିଜର ଜୀବିକା ନିର୍ବାହ କରନ୍ତି। ଜୀବିକା ମାନେ କାଣା ଯେ ଲୋକମାନେ କେମିତି ରୋଜଗାର କରି ନିଜର ପରିବାରକୁ ଚଳାନ୍ତି ହେଲା। କିଏ ଡଙ୍ଗାରେ ପର୍ଯ୍ୟଟକ ମାନଙ୍କୁ ବୁଲାଏ, ସେଠୁ ରୋଜଗାର କରେ। କିଏ ମାଛ ଧରେ, କିଏ ଚାଷ କାମ କରେ ହେଲା। କୋଉ କୋଉ ଚାଷ ହୁଏ? ଧାନ, ଆଖୁ, କପା, ଡାଲି, ଲଙ୍କା, ହଳଦୀ ଇତ୍ୟାଦି ଫସଲ ଚାଷ କରାଯାଏ ହେଲା। ତାପରେ ଦେଖ ଏଠି, ଏଠି ଦେଖିପାରୁଥିବ ପିଲାମାନେ ବିରାଟ କାନ୍ଥଟିଏ ଅଛି, ଏଇଟା କାନ୍ଥ ହେଲା। ସେଠି ଛୋଟ ଛୋଟ ଗେଟ୍ ସବୁ କରାହେଇଛି, ଏଇଟା ଛୋଟ ଛୋଟ ଗେଟ୍ ସବୁ କରାହେଇଛି। ଆଉ ଏପଟେ ପୁରା ଜଳ ଭରି ଅଛି, ଏଇଟା ପାଣିଟା ଜଳକୁ ସଂଗ୍ରହିତ କରିକି ରଖାହେଇଛି ହେଲା। ଏଠି ଦେଖିପାରୁଥିବ ଯେ ଉପରୁ ପାଣିଟା ତଳକୁ ଖସୁଛି ହେଲା। ଏଟା ଗୋଟେ କଣ, ଏଟା ଡ୍ୟାମ ଟା ହେଲା, ନଦୀ ବନ୍ଧ। ତ ଏଠାରେ ଟରବାଇନ ମାନେ କଣ, ପଙ୍ଖା ଭଳିଆ ଗୋଟେ ଯନ୍ତ୍ର। ତାକୁ ଏଇଠି ଟରବାଇନ କୁ ଏଇଠି ଘୁରା ଯାଇ ହେଲା, ପାଣି ଯେମିତି ପଡିଲା ଉପରୁ ତ ଟରବାଇନ ଟା ଘୁରିବ। ଟରବାଇନ ଘୁରିଲା ପରେ ସେଇଠୁ ବିଦ୍ୟୁତ ଉତ୍ପାଦନ ହୁଏ, ବୁଝିହେଲା। ଆଉ ଏଇ ଯୋଉ ଜଲଟା ଆସୁଛି ନାଇଁ କି କେନାଲ ମାନଙ୍କରେ, ଏଇ ପାଣି ଟା ଛଡାଯାଏ। ଆଉ ଏଇଟା ଯାଇକି ନାଇକି କଣ, ଆମର ଚାଷ କାମ, ତାପରେ ଗଲା ଅନ୍ୟାନ୍ୟ କାମରେ ଯାହା ବ୍ୟବହାର ହୁଏ। ବୁଝିଗଲା ପିଲାମାନେ, ଆଗକୁ ଦେଖ। ଗୋଦାବରୀ ଜଳ ପ୍ରଦୂଷିତ ହେବାର କାରଣ ଓ ତାର ପ୍ରଭାବ। କେମିତି ଗୋଦାବରୀ ଜଳଟା ପ୍ରଦୂଷିତ ହେଉଛି? ନଦୀ କୂଳ ପାଖରେ ଅଧିକ ଜନବସତି, ବହୁତ ଲୋକ ରହନ୍ତି କି ନାହିଁ ନଦୀ କୂଳରେ, ଏବଂ କାରଖାନା ସ୍ଥାପନ ହେଉଥିବାରୁ ଅଳିଆ ଆବର୍ଜନା, ପ୍ଲାଷ୍ଟିକ ଏବଂ ମଇଳା ଜଳ ଗୋଦାବରୀକୁ ପ୍ରଦୂଷିତ କରୁଛି। ଯେତେ ଅଳିଆ ଆବର୍ଜନା, ପ୍ଲାଷ୍ଟିକ ହେଲା, ମଇଳା ଜଳ ସବୁକୁ କଣ, ସବୁକୁ ବିନା ଛାଣିକି ସେଟାକୁ ଗୋଦାବରୀକୁ ଛଡା ଯାଉଛି, ତ ପ୍ରଦୂଷିତ ହବ ତାର ଜଳ। ଏହି ପ୍ରଦୂଷିତ ଜଳକୁ ବ୍ୟବହାର କଲେ ଲୋକମାନେ ଅସୁସ୍ଥ ହୋଇପାରନ୍ତି। ପରିବେଶ ଅନୁକୂଳ ଦ୍ରବ୍ୟ ବ୍ୟବହାର କରି ବର୍ଜ୍ୟବସ୍ତୁ ମାନେ ଯୋଉଟା ଆମର ପରିବେଶ ପ୍ରତି କ୍ଷତିକାରକ, ତାକୁ ଆମେ ତାର ଉତ୍ପାଦନକୁ ହ୍ରାସ କରିବା, କମେଇଦବା ହେଲା। କମେଇଦବା, କମ ପରିମାଣରେ ତାର ଉତ୍ପାଦନ କରିବା, ନହେଲେ ବନ୍ଦ କରିଦବା କଥା ବି। ନଦୀ ସଫା ରଖିବା, ତାପରେ ଆବର୍ଜନା ମୁକ୍ତ ରହିବ ହେଲା। ଏଠି ଲେଖା ହେଇଛି ଯେ ପରିବେଶ ଅନୁକୂଳ ଦ୍ରବ୍ୟ ମାନେ ଯୋଉଟା ପରିବେଶ ପ୍ରତି କ୍ଷତିକାରକ ନୁହେଁ, ସେଇ ଦ୍ରବ୍ୟ ବ୍ୟବହାର କରିବା କଥା ହେଲା। ପ୍ଲାଷ୍ଟିକ ର ଜିନିଷ ସବୁ ତ୍ୟାଗ କରିବା କଥା ବା କମ ପରିମାଣରେ ୟୁଜ କରିବା କଥା ହେଲା, ବ୍ୟବହାର କରିବା କଥା। ନଦୀ ଭିତରେ ରହୁଥିବା ମାଛ, କଇଁଛ ଇତ୍ୟାଦି ବାସସ୍ଥାନ ହରାଇ ଲୋପ ପାଇବାକୁ ଲାଗିଲେଣି ହେଲା। ସେଇ ଜଳଟା ଦୂଷିତ ହେଲା ମାନେ କେମିତି ରହିବେ ସେ, ଖାଇବା ମିଳିବନି, ତାଙ୍କର ଦେହ ଖରାପ ହେବ, ପୁଣି ଶ୍ୱାସକ୍ରିୟାରେ ଅସୁବିଧା ହେବ, ବହୁତ ପ୍ରକାର ଅସୁବିଧା ହେବ ତାଙ୍କୁ ରହିବା ପାଇଁ। ନଦୀ ଜଳରେ ରାସାୟନିକ ପଦାର୍ଥ କିମ୍ବା ମଇଳା, ସାବୁନ ଜଳ ଭଳି କ୍ଷତିକାରକ ଜିନିଷ ଦ୍ରବୀଭୂତ ହୋଇଥାଇପାରେ ହେଲା। ତେଣୁ ନଦୀ ଜଳ ସଫା ଦେଖାଗଲେ ମଧ୍ୟ ଏଥିରେ ଥିବା କ୍ଷତିକାରକ ଜିନିଷ ଜୀବଜନ୍ତୁଙ୍କର କ୍ଷତି କରିପାରେ, ତ ଦେଖିକି ନଦୀର ଜଳକୁ ବ୍ୟବହାର କରିବା କଥା ହେଲା। ଫସଲରେ ଦିଆଯାଉଥିବା ସାର, ଏଟା ଟିକେ ମନେ ରଖିବ ହେଲା। ଏଇ ସବୁ ସାର ମାନେ କଣ, ଖତ ଯୋଉ ଦୋକାନରୁ କିଣିକି ଆଣନ୍ତି। ନଦୀ ଜଳରେ ସେଇଟାକୁ, ଖତକୁ ଯୋଉ ଦୋକାନରୁ କିଣିକି ଆଣନ୍ତି, ସେଇ ସାରକୁ ଆମର ଜମିରେ ଦିଆଯାଏ। ଜମିରୁ ଯୋଉ ପାଣି ଯାଇକି ମିଶୁଛି ନଦୀରେ, ସେଥିରେ ସେ ସାରଟା ମିଶିଗଲା। ତ ନଦୀରେ ଯେତେ ବି ଗଛଲତା ଅଛନ୍ତି, ତାର ବୃଦ୍ଧି କରେଇବ ଇଏ। ଏହାର ଗଛଲତା ଏବଂ ଅନ୍ୟାନ୍ୟ ଜଳଜ ଉଦ୍ଭିଦ ମାନଙ୍କୁ ଦ୍ରୁତ ବୃଦ୍ଧି କରାଇ ନଦୀରେ ଥିବା ସବୁଜ ଚଦର ପରି ଆସ୍ତରଣ ସୃଷ୍ଟି କରେ। ମାନେ ଯୋଉ ଅନାବନା ଗଛ ସବୁ ଥିବ ହେଲା,
କୋଉଠି ନଦୀରେ ତାକୁ ଇଏ ସାରଟା ମିଳିଲା ପରେ ସେ ବହୁତ ଜଲ୍ଦି ବଢିବ ହେଲା। ଆଉ ନଦୀରେ ଆଚ୍ଛାଦିତ ହେଇଯିବ, ପୁରା ସବୁଜ ଦେଖାଯିବ ନଦୀଟା। ଯାହା ଦ୍ୱାରା ନଦୀରେ ଥିବା ମାଛ ପରି ଜଳଚର ଜୀବମାନେ ଶ୍ୱାସରୁଦ୍ଧ ହୋଇଯାଆନ୍ତି। ଶ୍ୱାସରୁଦ୍ଧ ମାନେ କଣ? ଶ୍ୱାସକ୍ରିୟା କରିପାରିବେ ନାହିଁ ଯୋଉ ଜୀବଜନ୍ତୁ ସବୁ। ଏଇଟା ଆସିବ ପିଲାମାନେ, ଏଇଟା ଭଲ କ୍ୱେଶ୍ଚିନ୍ ଟା ହେଲା। ଏଇଟା ଟିକେ ମନେ ରଖିବ ଯେ ଶ୍ୱାସରୁଦ୍ଧ ହେଇଯାଆନ୍ତି। ଏଇଟା ମନେ ରଖିବ ଏଇଟା। ଅନେକ ଲୋକ ନଦୀ ଜଳକୁ ସଫା ରଖିବାକୁ ଚେଷ୍ଟା କରୁଛନ୍ତି। ଏଠି ଗୋଟେ କାର୍ଯ୍ୟକ୍ରମ ବାହାର କରାଯାଇଥିଲା ନମାମି ଗଙ୍ଗେ ବୋଲିକି। ନଦୀକୁ ସଫା କରିବା ପାଇଁ। କୋଉ ନଦୀ? ଗଙ୍ଗା ନଦୀକୁ ହେଲା। ଏଇଟା ଆସିବ ତମର MCQ କହନ୍ତି ଯୋଉ ଅପସନ ଥାଏ, କ ଖ ଗ ଘ ଥାଏ କିମ୍ବା ABCD ଥାଏ। ତ ଏଇଟା ନମାମି ଗଙ୍ଗେ କାର୍ଯ୍ୟକ୍ରମ ନାଁଟା ମନେ ରଖିବ ହେଲା। ଏଟା ସବୁ ନିଜ ଖାତାରେ ଲେଖିବ ପିଲାମାନେ। ଏଠି ଦେଖିପାରୁଥିବ ଯେ କେତେ ଅଳିଆ ଆବର୍ଜନାଟା ସବୁ ଏଠି ପକା ହେଇଛି ହେଲା। ଏଠି କଳକାରଖାନାର ପାଣିକୁ ଛଡା ଯାଉଛି। ଲୋକମାନେ ଆଣିକି ଆବର୍ଜନା ଏଠି ପକାଉଛନ୍ତି। ତ ନଦୀ ଜଳ ଦୂଷିତ ହେଲା। ଦୂଷିତ ହେଲା ମାନେ ଏଠି ମାଛ ଗୁଡା ଦିଆଯାଇଛି। ମାଛକୁ ଅସୁବିଧା ହଉଛି କି ନାହିଁ ବଞ୍ଚିବା ପାଇଁ ନଦୀ ଜଳରେ? ମାଛ କଣ ଯେତେ ବି ଅଛନ୍ତି ଜୀବଜନ୍ତୁ ନଦୀରେ ତାଙ୍କୁ ଅସୁବିଧା ହେବ। ପୁଣି ଏଇଠି ସେଇ ଜଳକୁ କିଏ ମାନେ ପିଉଛନ୍ତି? ଯେତେ ବି ବନ୍ୟ ଜୀବଜନ୍ତୁ ଅଛନ୍ତି ସେମାନେ ପିଉଛନ୍ତି ହେଲା। ଏଠୁ ତାଙ୍କର ଦେହ ବି ଖରାପ ହେବ। ଏଠି ଦେଖ ଯେ ନଦୀ ଜଳରେ କଳକାରଖାନା ରାସାୟନିକ ଯେତେ ବି ଅଛି ରସାୟନ ସବୁ ପଡୁଛି ଏଠି, କେମିକାଲ କହନ୍ତି ଯାହା। ଏଠି ଯୋଉ ଖତ ଦିଆଯାଉଛି କିମ୍ବା କୀଟନାଶକ ଦିଆଯାଉଛି ସେଇଟା ବି ଜଳରେ ମିଶୁଛି। ଜଳରେ ମିଶିକି ଆସିକି ନଦୀରେ ମିଶୁଛି। ନଦୀ ଜଳ ଦୂଷିତ ହେଲା। ୟାକୁ ପୁଣି ସଫା କରିବାକୁ ପଡେ। ଏବେ ଯୋଉ ଏଇଠି ଦେଖ ଆଉ ଗୋଟେ ଚିତ୍ର ଦିଆଯାଇଛି ଯେ ଏଇଠି ଜଣେ ଲୋକ କଣ କରୁଛି ଡଙ୍ଗାରେ ବସିକି ଯେତେ ପ୍ଲାଷ୍ଟିକ ଯାହା ବି ଆବର୍ଜନା ପକାଇଛନ୍ତି ତାକୁ ବାହାର କରିବା ପାଇଁ ଚେଷ୍ଟା କରୁଛି। ତଳେ ଦିଆଯାଇଥିବା ଚିତ୍ର ଦୁଇଟିକୁ ଦେଖ। କେଉଁ ନଦୀର ଜଳ ସ୍ୱାସ୍ଥ୍ୟ ଉପଯୋଗୀ ଦେଖାଯାଉଛି ଓ କାହିଁକି? ଜଳରେ ଏତେ ଗଛ କିପରି ବଢିଥାଏ? ନଦୀରେ ଅତ୍ୟଧିକ ଗଛ ହେଲେ କଣ ହୁଏ ବୋଲି ଭାବୁଛୁ? ଏଟା ଦେଖ ଫାଷ୍ଟ ପିକ୍ଚରଟା ପିଲାମାନେ ନିର୍ମଳ ଜଳ ଥିବା ନଦୀ ହେଲା। ମାନେ ଏଠାରେ କିଛି ନାହିଁ, ଏ ଭିତରେ ଆବର୍ଜନା କିଛି ନାହିଁ, ପୁରା ନିର୍ମଳ ଅଛି। ଏଟାକୁ ଆମେ ଭଲସେ ବ୍ୟବହାର କରିପାରିବା ହେଲା। ବାକି ଏଇଠି ଦେଖ, ଏଠି ପୁରା ସବୁଜ ଚଦର ଘୋଡେଇକି ଅଛି ନଦୀ ହେଲା। ପଢିଲେ ତ ଯେ ଏଠି ଯୋଉ ସାର ସବୁ ପକଉଛନ୍ତି ଜମିରେ ସେଇଟା ଯାଇକି ନଦୀ ଜଳରେ ମିଶିଲେ ନଦୀରେ ଯୋଉ ଜଳଜ ଉଦ୍ଭିଦ ମାନେ ଅଛନ୍ତି ତାଙ୍କର ସଂଖ୍ୟା ବଢିଯାଏ। ସଂଖ୍ୟା ବଢିବା ପରେ ଏମିତି ଦେଖାଯିବ ହେଲା। ତ ଏଇଠି ଯୋଉ ମାଛ କିମ୍ବା ଅଲଗା ଜୀବଜନ୍ତୁ ଅଛନ୍ତି ତାଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହେବ, ଖାଇବା ସଂଗ୍ରହରେ ଅସୁବିଧା ହେବ ହେଲା। ସବୁଜ ବୃକ୍ଷଲତା ଦ୍ଵାରା ଆଚ୍ଛାଦିତ ନଦୀ ଏଇଟା ହେଲା। ତ ତମେ କଣ ଭାବୁଛ? ସ୍ୱାସ୍ଥ୍ୟ ଉପଯୋଗୀ କୋଉଟା ହବ? ମାନେ ସ୍ୱାସ୍ଥ୍ୟ ପାଇଁ ଭଲ କୋଉଟା? ଏଇ ନିର୍ମଳ ଜଳ ହବ ହେଲା, ଭଲ ଜଳଟା। ଆଉ ଏଇଟା ତ ଜାଣିଲେ କେମିତି ବଢିଥାଏ ନଦୀରେ, ଏମିତି ଜଳରେ କେମିତି ବଢିଥାଏ ଗଛ। ଅତ୍ୟଧିକ ଗଛ ହେଲେ କଣ ହବ? ଯେ ଜୀବଜନ୍ତୁ ମାନେ ଶ୍ୱାସକ୍ରିୟା କରିପାରିବେ ନାହିଁ ଜଳ ଭିତର ହେଲା। ବୁଡିଲେ ମାଛ ବିଷୟରେ ନିଜେ ଲେଖିପାରିବ ତ? ଲେଖିଦେବ, ଏଇଟା ସବୁ ପଢିଛି ଆଗରେ ଲେଖା ହେଇଛି। ନଦୀରେ ବନ୍ୟା। ବନ୍ୟା ମାନେ କଣ? ଏବେ ଆମର ବର୍ଷା ଦିନରେ ସବୁ ନଦୀ ନାଳ ତାପରେ ତମର ଝରଣା ଆମର ପୋଖରୀ ହ୍ରଦ ସବୁ ଭରି ଯାଏକି ନାହିଁ ପାଣିରେ। ଅତ୍ୟଧିକ ବର୍ଷା ହେଲେ ନଦୀ ପ୍ରସାରିତ ହୁଏ। ପ୍ରସାରିତ ମାନେ ଉଷାର ହବ ହେଲା। ଏବଂ
ଦ୍ରୁତ ତଥା ଗଭୀର ହୋଇ ବିଶାଳ ଆକାରରେ ହିଂସ୍ର ରୂପରେ ଗର୍ଜନ କରି ଦ୍ରୁତ ଗତିରେ ଭୂଇଁରେ ମାଡ଼ି ଯାଏ ହେଲା। ଦ୍ରୁତ ଗତି ମାନେ ବହୁତ ସ୍ପିଡରେ ଆସିବ ହେଲା। ସେଇଠି ନଦୀ ଜଳଟା ବହୁତ ସ୍ପିଡରେ ମାଡ଼ି ଆସିବ ହିଂସ୍ର ରୂପରେ ପୁରା। ହିଂସ୍ର ରୂପରେ ଯୋଉ ଦିଆହେଇଛି ଯେ ପିଲାମାନେ ଯେତେବେଳେ ବଢି ଆସିଛି ହେଲା, ସେ ଦେଖିଥିବ ଯେ କେମିତି ଆସେ। ଆମେ ତ ଟିଭିରେ ବି ଦେଖିଥିବା ନା, ନ୍ୟୁଜରେ ଲୋକମାନେ ବହୁତ ହଇରାଣ ହୁଅନ୍ତି ଏଠି ବନ୍ୟା ଆସିଲେ, ଧନ ଜୀବନ କ୍ଷତି ହୁଏ ହେଲା। କୂଳ ପାଖ ଅଞ୍ଚଳରେ ବନ୍ୟା ଜଳ ପଶିଯାଏ। ଆଖପାଖ ଅଞ୍ଚଳରେ ସବୁ ପଶିଯିବ ନା, ବନ୍ୟା ଜଳରେ ଘର, ଜମି, ରାସ୍ତାଘାଟ ସବୁ ବୁଡିଯାଏ, ଯାହା ଦ୍ୱାରା ବହୁ ଧନ ଜୀବନ ନଷ୍ଟ ହୁଏ ହେଲା। ଘର ଛାଡି ଅନେକ ଲୋକ ଓ ପଶୁପକ୍ଷୀ ସୁରକ୍ଷିତ ସ୍ଥାନକୁ ଯାଆନ୍ତି, ଯୋଉଠି ବନ୍ୟା ଜଳ ଯାଉନି ସେ ଜାଗାରେ ଯିବେ, ସେ ଆଶ୍ରୟ ନେବେ। ଆଗକୁ ଗଛ ନଥିଲେ ଜଳ ଦ୍ରୁତ ଗତିରେ ପ୍ରବାହିତ ହୋଇ ବନ୍ୟା କରାଏ ହେଲା। ଗଛ ନଥିବ ବେଲେ ମାଟି ଭିତରକୁ ପାଣି କମ ପରିମାଣରେ ଯିବ, ଆଉ ଅଧିକ ପାଣି କଣ ହେବ, ଆଗକୁ ବଢିବ ମାଟି ଉପରେ, ଆଉ ସେଇଟା ମିଶିବ କୋଉଠି, ନଦୀରେ। ନଦୀରେ ମିଶିଲେ ନଦୀ ଜଳଟା ବୃଦ୍ଧି ପାଇବ ଆଉ ବନ୍ୟାର ରୂପ ନେବ। ଏଠି ଦେଖ ଗଛ ଅଛି, ଗଛ ଥିଲେ ବର୍ଷା ଜଳ ମାଟି ଦ୍ୱାରା ଶୋଷି ହୋଇ ଧୀରେ ଧୀରେ ପ୍ରବାହିତ ହୁଏ। ଅଧିକ ମାତ୍ରାରେ ପାଣିଟା ଶୋଷି ହେଇଗଲା ମାନେ କଣ ହବ, ପାଣିଟା କମ ପାଣି ଯାଇକରି ତମର ନଦୀରେ ମିଶିବ ବୋଲେ ବନ୍ୟା ଏତେ ହୁ ହୁ କରି ମାଡି ଆସିବନି ହେଲା, ଯେମିତି ଆସେ। ତ ଏଇଠି ଯୋଉ ଗଛର ଚେର ମାନେ ଅଛି ନା, ଏଇ ଗଛର ଚେର କେତେ ଦୂର ବ୍ୟାପିଛି, ମାଟିରେ ବହୁତ ତଳକୁ ବ୍ୟାପିଛି କି ନାହିଁ। ତ ସେ ଚେର ଯୋଉ ଯାଇଛି ସେଇଟା ପାଣିକୁ ଭିତରକୁ ନେବା ପାଇଁ ସାହାଯ୍ୟ କରେ ହେଲା। ଏଠି ଦେଖ ପିଲାମାନେ, ବନ୍ୟାର ସମସ୍ୟା ଦିଆହେଇଛି, ଆଉ ଗୋଟେ ପଟେ ତାର ପ୍ରଭାବ କଣ ପଡିବ, ଏଇଟା ଦୁଇଟା ସ୍ତମ୍ଭ ମିଳନ କର। ଗୋଲିଆ ଜଳ ହେଲା ମାନେ ତାକୁ ଆମେ କଣ ବ୍ୟବହାର କରିପାରିବାନି, ପିଇ ପାରିବାନି, ତ ଆମକୁ ଭଲ ଜଳଟା ଦରକାର ହେବ। ତ ଏଠି କଣ ହବ, ଏଠି ଦେଖୁଥିବ ନିରାପଦ ପାନୀୟ ଜଳ ହେଲା, ଏଇଟା ହେବ ନିରାପଦ ମାନେ ବିପଦ ନଥିବା ଜଳ, ପିଇ ହଉଥିବା ପାନୀୟ ଜଳ। ରାସ୍ତାଘାଟ ନଷ୍ଟ ହେଇଗଲା ମାନେ କଣ ହବ, ତମର ଯୋଉ ଯାତାୟାତରେ ଅସୁବିଧା ହେବ, ଯିବା ଆସିବାରେ ଅସୁବିଧା ହେବ କି ନାହିଁ। ତ ସେଇଟାକୁ ଏଠି ଲେଖା ହେଇଛି, ଯାତାୟାତ ଏବଂ ଗମନାଗମନ ଅସୁବିଧା ହେବ ହେଲା, ତାର ପ୍ରଭାବ ପଡିବ। ତାପରେ ଦେଖ ପିଲାମାନେ, ଫସଲ ନଷ୍ଟ ହେଲେ କଣ ହବ, ଖାଦ୍ୟ ଯୋଗାଣ ଏଇଟା ହବ ତ। ଫସଲ ଯଦି ନଷ୍ଟ ହେଲା ଖାଇବା ମିଳିବନି, ତ ଖାଦ୍ୟ ଯୋଗେଇବାକୁ ପଡିବ। ତାପରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ, ବିଚ୍ଛିନ୍ନ ମାନେ କଣ, କାଟି ଦିଆଗଲା, ବିଦ୍ୟୁତ ଟା କାଟି ଦିଆଗଲା, ବିଦ୍ୟୁତ ନାହିଁ ମାନେ ଆଲୋକ ହେବନି, ପଙ୍ଖା ହେବନି, ପଙ୍ଖା ଘୁରିବନି, କି ଫୋନ ବି ଚାର୍ଜ ରହିବନି, ବନ୍ଦ ହେଇଯିବ। ରୋଗ ବ୍ୟାପିବା, ରୋଗ ବ୍ୟାପିବ ମାନେ କଣ କରିବ, ଲୋକଙ୍କ ସ୍ୱାସ୍ଥ୍ୟ ହେବ, ଏଇଟା ରୋଗ ବ୍ୟାପିଲା ମାନେ ଲୋକଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହେବ, ତ ତାକୁ ସୁଧରେଇବାକୁ ପଡିବ। ତାପରେ ଘର ଭାଙ୍ଗିବା, ଘର ଯଦି ଭାଙ୍ଗିଗଲା ମାନେ କଣ କରିବାକୁ ପଡିବ ଆମକୁ, ଯେ ଲୋକମାନଙ୍କୁ ଅଲଗା ଜାଗାକୁ ପଠେଇବାକୁ ପଡିବ, ତାଙ୍କର ଆଶ୍ରୟ ପାଇଁ ଅଲଗା ସ୍ଥାନ ଗୋଟେ ଦେଖିବାକୁ ପଡିବ, ଲୋକଙ୍କ ପାଇଁ ଆଶ୍ରୟ ସ୍ଥଳ। ବିଦ୍ୟାଳୟ ବନ୍ଦ ହେଇଗଲେ ଶିକ୍ଷାଟା ବି ବନ୍ଦ ହେଇଗଲା, ଶିକ୍ଷଣ ଶିକ୍ଷଣ ଯୋଉ ଅଛି, ଆଉ ପାଠ ପଢା ହେବନି ଆଉ। ତାପରେ ଆଗକୁ ବଢିବା, ଏଠି ପିଲାମାନେ ଦେଖିପାରୁଥିବ ଯେ ବନ୍ୟା ବିଷୟରେ ଦିଆଯାଇଛି, ବନ୍ୟା ବିଷୟରେ ଦିଆଯାଇଛି କି ନାହିଁ। ବନ୍ୟା ସମୟରେ ତମେ କଣ କଣ କରିବ, ବନ୍ୟା ପୂର୍ବରୁ କଣ କରିବ, ବନ୍ୟା ସମୟରେ କଣ କରିବ, ବନ୍ୟା ପରେ କଣ କରିବ, ଏଟା ମାନେ ଟିକେ ଟିକେ ଜାଣିଥାଅ ହେଲା। ଯେ ବନ୍ୟା ପୂର୍ବରୁ ଆମେ ଦେଖୁଥାଉ କଣ, ଟିଭି ଦେଖୁଥାଉ, ଟିଭିରେ କଣ ଆସେ ଯେ ପାଗ ଏମିତି ରହୁଛି, ବର୍ଷାର ସମ୍ଭାବନା ଅଛି,
ବନ୍ୟା ଆସିପାରେ, ଘୂର୍ଣ୍ଣିବାତ୍ୟା ଆସିପାରେ, ଏମିତି ଦେଖାଯାଏ କି ନାହିଁ? ତ ଆଞ୍ଚଳିକ ଖବର ଜାଣି ସବୁବେଳେ ସତର୍କ ରହିବା କଥା ଏଇଟା। ତାପରେ ବନ୍ୟା ପୂର୍ବରୁ ଏଇଟା ଦେଇଛି, ଏଇଟା ସବୁ, ଏଇଟା ତଳେ ଯେତେ ଅଛି। ତାପରେ ଜରୁରୀ କାଳୀନ ପରିସ୍ଥିତି ପାଇଁ ଗୋଟିଏ ବ୍ୟାଗରେ କିଛି ଶୁଖିଲା ଖାଦ୍ୟ ଓ ଔଷଧ, ଟର୍ଚ୍ଚ ବି ରଖିବା କଥା ହେଲା, ବୁଝିହେଲା ଏଇଟା। ତାପରେ 3 ନମ୍ବରଟା ଦେଖ, ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ବୁଝ ଓ ନିରାପଦ ବିକଳ୍ପ ପଥ ବାଛ। ଏଇଟା ବୋଲେ ଯୋଉଠି ବନ୍ୟା ଜଳ ଯାଉନି ସେ ଜାଗାକୁ ଗତି କର। ବନ୍ୟା ଜଳ ଆସିବା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଚାଲିଯାଅ। ବନ୍ୟା ଆସିବା ପୂର୍ବ ହିଁ ସେ ଜାଗାରୁ ଛାଡି ଦିଅ, ସେ ଜାଗାକୁ ଛାଡିକି ଅନ୍ୟ ଜାଗାକୁ ଯାଅ। ବନ୍ୟା ପ୍ରବଣ ଅଞ୍ଚଳରେ ଘରେ ଜରୁରୀ କାଳୀନ ଜିନିଷ ଯଥା ବାଲି ବସ୍ତା, ସିଡି, ଦଉଡି ଇତ୍ୟାଦି ରଖ ହେଲା, ବନ୍ୟାରୁ ବଞ୍ଚିବା ପାଇଁ ସାହାଯ୍ୟ କରିବ ଇଏ। ତାପରେ ବନ୍ୟା ସମୟରେ କଣ କଣ କରିବ ଦେଖ, ବିଦ୍ୟୁତ ପ୍ରବାହ ବିଚ୍ଛିନ୍ନ ଏବଂ ରନ୍ଧନ ଗ୍ୟାସ ସିଲିଣ୍ଡରର ସୁଇଚ ବି ବନ୍ଦ କରିଦିଅ ହେଲା, ବୁଝିହେଲା। ଯେତେ ବି ଇଲେକ୍ଟ୍ରିସିଟିରେ ଚାଲେ, ବିଦ୍ୟୁତରେ ଚାଲେ, ସବୁ ଜିନିଷକୁ ବନ୍ଦ କରିଦିଅ। ଆଉ ଗ୍ୟାସ ସିଲିଣ୍ଡରକୁ ମଧ୍ୟ ବନ୍ଦ କରିଦିଅ, ନହେଲେ କଣ ହବ ଯେ ସର୍ଟ ସାର୍କିଟ ହବ, ତମେ ଶୁଣିଥିବ। ତାପରେ କଣ ହବ ଯେ ସେ ଜାଗାରେ ସକ୍ ମାରିବାର ସମ୍ଭାବନା ଅଛି। ବନ୍ୟା ସମୟରେ ଜଳ ଭିତରକୁ ଯାଅ ନାହିଁ କିମ୍ବା ଡିଅ ନାହିଁ ହେଲା। ବନ୍ୟା ସମୟରେ ଭିତରକୁ ଗଲେ କଣ ହବ, ଟାଣି ନବ ସିଏ ନଦୀ ଭିତରକୁ, ତ ସେ କାମ ଭୁଲ କାମଟା ହେଲା। ଯେତେ ଦୂରରେ ରହିବା ସେତେ ଭଲ ନଦୀରୁ। ଉଚ୍ଚ ସ୍ଥାନରେ ଯାଇ ଆଶ୍ରୟ ନିଅ ହେଲା, ଟିକେ ଉଚ୍ଚା ଜାଗା ଯୋଉଟା ତମେ ଦେଖିଥିବ, ଆମର ମୁଭି ମାନଙ୍କରେ କଣ ହୁଏ, ଫିଲ୍ମ ମାନଙ୍କରେ, ଯେତେବେଳେ ବନ୍ୟା ଆସେ ସମସ୍ତେ ପୁରା ପାହାଡକୁ ଚଢନ୍ତି ହେଲା, କୋଉଠି ପାହାଡ ଅଛି ସେଠି ଯାଇକି ରହିବେ ସେ, ଉଚ୍ଚା ଜାଗାରେ ପୁରା। ସ୍ଥାନାନ୍ତର ସମ୍ବନ୍ଧୀୟ ସୂଚନାକୁ ପାଳନ କର ହେଲା, ମାନେ ସ୍ଥାନାନ୍ତର କରିବା ସମୟରେ, ମାନେ ସେ ଜାଗା ଛାଡିକି ଅଲଗା ଜାଗାକୁ ଯିବା ସମୟରେ, ବନ୍ୟା ସମୟରେ ଯାହା ବି ଯୋଉ ରେସ୍କ୍ୟୁ ଟିମ୍ ଟା ଆସିଥିବ ଯାହା ବି କହିବ ମାନିକି ଚାଲିବ ହେଲା। ଗାଈ ଗୋରୁଙ୍କୁ ନିରାପଦ ସ୍ଥାନକୁ ନେଇଯାଅ ହେଲା, ଏଇଟା ଲାଷ୍ଟ। ତାପରେ ବନ୍ୟା ପରେ କଣ କରିବ ଦେଖ ତ, ଏଇଟା ବନ୍ୟା ପରେ କଣ କଣ କରିବ। ବନ୍ୟା ଜଳ ନିକଟକୁ ଯାଅ ନାହିଁ ହେଲା, କିମ୍ବା ପହଁର ନାହିଁ ହେଲା। ତାପରେ ବିଦ୍ୟୁତ ତାରକୁ ଛୁଅଁ ନାହିଁ। ତାପରେ ଅଛି ନିରାପଦ ଘୋଷଣା ନହେବା ପର୍ଯ୍ୟନ୍ତ ନିଜ ଘର କିମ୍ବା ବନ୍ୟା ଅଞ୍ଚଳକୁ ଯାଅ ନାହିଁ। ତାପରେ ଅଛି ନିଜେ ସୁରକ୍ଷିତ ଅଛ ବୋଲି ପରିବାର ସଦସ୍ୟଙ୍କୁ ଜଣାଅ। ଏଟା ଗଲା। ତାପରେ ବନ୍ୟା ପରେ ଘରକୁ ଫେରି ଘର ଆଖପାଖ ଅଞ୍ଚଳକୁ ରୋଗ ଏବଂ ସଂକ୍ରମଣ ମୁକ୍ତ ରଖ ହେଲା। ଏଟା ଟିକେ ଦେଖିଥିବ। ତାପରେ ଅଛି ଦେଖ ଆଗକୁ, ଏଠି ଗୋଟେ କାର୍ଯ୍ୟ ଦିଆଯାଇଛି, କଣ ଦିଆଯାଇଛି, ବନ୍ୟା ସତର୍କତା ପୂରଣ ସୂଚନା ଗୁଡ଼ିକୁ ପଢ ଓ ତୁମ ଗ୍ରାମର ସରପଞ୍ଚ କିମ୍ବା ନଗରର ପୌର ପରିଷଦ ସଦସ୍ୟଙ୍କର ଭୂମିକା ସଂଗ୍ରହଣ କରି ଅଭିନୟ କର। କଣ କଣ ପଦକ୍ଷେପ ନେବ ତାହା ଆଲୋଚନା କର ବୋଲିକି ଦିଆଯାଇଛି। ମାନେ ବନ୍ୟା ନିୟନ୍ତ୍ରଣ ପାଇଁ କଣ କଣ କରିବ ହେଲା, ଗୋଟେ ନାଟକ। ତାପରେ ବନ୍ୟା ଜଳରେ ହୋଇଥିବା କ୍ଷୟକ୍ଷତି ନିୟନ୍ତ୍ରଣ କେମିତି କରାହବ। ତାପରେ ଦିଆଯାଇଛି ବୟସ୍କ ଏବଂ ଦିବ୍ୟାଙ୍ଗ ମାନଙ୍କୁ ସୁରକ୍ଷା କିପରି ପ୍ରଦାନ କରିବ, ଗୃହପାଳିତ ପଶୁମାନଙ୍କୁ ସୁରକ୍ଷା ପ୍ରଦାନ କେମିତି କରିବ, ଏଇ ସବୁ ନେଇକି ଗୋଟେ ନାଟକ ବା ଆମର କଣ ଗାଁରେ ସେଇ ସତର୍କତା ପୂର୍ଣ୍ଣ ସୂଚନା ଗୁଡକୁ ପ୍ରସାରିତ କର, କେମିତି କରିବ ସେ। ଆଗରେ ପଢିଲେ କି ନାହିଁ ଆଗ ପେଜରେ, ତ ସେ ସବୁକୁ ଟିକେ ଭଲସେ ଲେଖିବ ଆଉ କଣ। ଆଉ ନିଜ ଘରେ ବି ପଚାରି ଦେଖ କଣ କଣ କରିପାରିବ ହେଲା। ଆଗକୁ ଦେଖ, ଯେତେବେଳେ ନଦୀ ଶୁଖିଯାଏ କଣ କଣ ହବ। ନଦୀରେ ପାଣି ଫୁଲ ହେଇକି ଆସିଲେ ତ ବନ୍ୟା ହଉଛି,
ନଦୀ ପୁରା ଶୁଖିଗଲା ମାନେ କଣ ହବ ଯେ ସେ ଜାଗାରେ ପାଣିର ଅଭାବ ଦେଖାଯିବ, ଜଳର ଅଭାବ ହବ। ଜଳର ଅଭାବ ହେଲା ମାନେ ସେ ଜାଗାରେ ଲୋକମାନେ ଆଉ ରହିପାରିବେନି, ଅନ୍ୟ କୋଉ ଜାଗାକୁ ଯିବାକୁ ପଡ଼ିବ। ନଦୀ ଶୁଖିଗଲେ ଜଳର ଅଭାବ ହୁଏ। ପଶୁ ପକ୍ଷୀ ଏବଂ ଲୋକମାନଙ୍କୁ ଘର ଛାଡ଼ି ଜଳ ମିଳୁଥିବା ସ୍ଥାନକୁ ଯିବାକୁ ପଡ଼େ। ଏଇଟା ଯୋଉଟା କାଟିଦବ ହେଲା। ଗୋଦାବରୀ ନଦୀ ସବୁବେଳେ ବର୍ଷ ସାରା ଜଳ ଯୋଗାଏ ହେଲା। ଏଇ ଗୋଦାବରୀ ନଦୀଟା ଆମେ ଗୋଦାବରୀ ନଦୀରୁ ବର୍ଷ ସାରା ଜଳ ପାଇବା ହେଲା। ଚିରସ୍ରୋତା ନଦୀ ପରା, ଚିରସ୍ରୋତା ଏକ୍ଜାମରେ ଆସିବ। 2019 ମସିହାରେ ଚେନ୍ନାଇରେ ଜଳ ଭଣ୍ଡାରଟା ଶୁଖି ଯାଇଥିଲା ହେଲା। ଜଳ ଭଣ୍ଡାର ମାନେ କଣ, ସେଇ ଡ୍ୟାମଟା ଶୁଖି ଯାଇଥିଲା, ଅସୁବିଧା ବହୁତ ହେଲା। 2022 ମସିହାରେ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇ ଘରେ ଏବଂ ରାସ୍ତାଘାଟରେ ଜଳ ମାଡ଼ି ଯାଇଥିଲା। ଏଠି ବନ୍ୟା ହେଇଥିଲା ହେଲା, ବହୁତ ବର୍ଷା ହେଇକି। ଏଇଟା ମାନେ କୋଉ ମସିହାରେ କଣ ଘଟିଥିଲା ଟିକେ ଦେଖିଥିବ ହେଲା। ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଲେ ସୃଷ୍ଟି ନାଶ, ବହୁଲେ ଏଇଟା ଏକାର ଲାଗିବ, ଏଠି ଳରେ ଏକାର ଲାଗିବ। ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଲେ ସୃଷ୍ଟି ନାଶ ହେଲା। ମାନେ ଜଳ ବିହୁନେ ମାନେ କଣ, ଜଳ କମ ପରିମାଣରେ ହେଲେ ହିଁ ବି ତମର ସୃଷ୍ଟିଟା ନାଶ ହେବ, ବଞ୍ଚି ହେବନି। ଆଉ ଜଳ ବହୁଲେ ମାନେ ଜଳ ବହୁତ ପରିମାଣରେ ହେଇଗଲେ ବି ସୃଷ୍ଟିଟା ନାଶ, ମାନେ ବଞ୍ଚି ହେବନି। ତ ଯେତେ ଦରକାର ସେତେ ଥିଲେ ହିଁ ଭଲ। କିଛି ସ୍ଥାନରେ ଜଳ ଏଟିଏମ ବ୍ୟବହାର ହୁଏ। ଜଳ ଏଟିଏମ ରେ କଣ କରାଯାଏ, ଜଳ ଏଟିଏମ ରୁ ପାଣି ବାହାରେ ହେଲା। ସେଇଠି କୋଉଠି ପଇସା ପକେଇଲେ ବାହାରିବ, ଏମିତି ସୁବିଧା ମଧ୍ୟ ଥାଏ ଜଳ ଏଟିଏମ। ତାପରେ ଜାତୀୟ ଜଳ ମିଶନ, ଏଇ ଜାତୀୟ ଜଳ ମିଶନଟା ସାରା ଭାରତର ଲୋକମାନଙ୍କୁ ଜଳର ଯଥୋଚିତ ପରିଚାଳନା କରିବାରେ ସାହାଯ୍ୟ କରିବା ପାଇଁ କାର୍ଯ୍ୟ କରେ, ବୁଝିହେଲା। ଏଠି ଦୁଇଥର ବ୍ୟବହାର ଓ ପରିଚାଳନା ହେଇଯାଇଛି, ପିଲାମାନେ ଥରେ ଲେଖିବ ହେଲା। ଏଇଟା ଇମ୍ପୋର୍ଟାଣ୍ଟ, ଜାତୀୟ ଜଳ ମିଶନଟା କରାଯାଇଥିଲା ହେଲା। ଜଳର ଭଲ ବ୍ୟବହାର କେମିତି କରିବ। ତାପରେ ଦେଖ ପିଲାମାନେ କେତେଟି ତମର ପ୍ରଶ୍ନ ଅଛି, ତମର ପାଠର ଲାଷ୍ଟକୁ ଦିଆଯାଇଛି ଏଇଟା କେତେଟା ପ୍ରଶ୍ନ। ଏଇ ପ୍ରଶ୍ନର ସବୁ ଉତ୍ତର ତମେ ଲେଖିକି ସ୍କୁଲରେ ଦେଖେଇବ ହେଲା। କେଉଁ କେଉଁ ନଦୀ ଆମ ରାଜ୍ୟ ମଧ୍ୟରେ ପ୍ରବାହିତ ହେଉଛି, କୋଉ କୋଉ ନଦୀ ତମ ନାଁ ଜାଣିଛ କହିଲ। ପରେ କଣ ଦେଇଛି, ସେମାନଙ୍କୁ ଆମେ କି ମାନେ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରୁ। ଆଉ ଖରେ ଦେଇଛି ସେମାନଙ୍କ ଉପରେ ବନ୍ଧା ଯାଇଛି କି ପଚାରେ ଯାଇଛି ହେଲା। ତ କେଉଁ କେଉଁ ନଦୀ ଯାଇଛି, ଆମେ ତ ପଢିଲେ ଗୋଦାବରୀ ନଦୀ ହେଲା, ଗୋଟେ ପଢିଲେ ତ ଗୋଦାବରୀ ନଦୀ ତ ହେବ ନିଶ୍ଚିତ। ତାପରେ ଆଉ କଣ କୋଉ ନଦୀ ଯାଇଛ ଶୁଣିଛ କି କେବେ। ମହାନଦୀ ଯାଇଛି, ବ୍ରାହ୍ମଣୀ ଯାଇଛି, ବଂଶଧାରା, ସୁବର୍ଣ୍ଣରେଖା, ତାପରେ ଗଲା ଆଉ ଲେଖିବ ବୋଲେ ଅଛି ବୈତରଣୀ, ତାପରେ ଋଷିକୁଲ୍ୟା, ଆଉ ଦେଖିବ ଆଉ କୋଉ କୋଉ ନଦୀ ଯାଇଛି ହେଲା। ଏତିକି ଲେଖିଲେ ବି ହବ ହେଲା। ଓଡିଶା ଦେଇକି ଯାଇଛି ହେଲା। ତାପରେ କ ନମ୍ବରଟା, ସେମାନଙ୍କୁ ଆମେ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରୁ। ଏଇଟା ତ ଜାଣିଛ ପିଲାମାନେ, ଯେ ଜଳ ପାଠରେ ବି ପଢିଲେ, ଜଳ ହିଁ ଜୀବନ ପାଠରେ, ଯେ ପାନୀୟ ଜଳ ଆକାରରେ ତାକୁ ବ୍ୟବହାର କରିଥାଉ, ଚାଷ କାର୍ଯ୍ୟରେ ବ୍ୟବହାର କରୁ, ମାଛ ଧରିବା, ତାପରେ ଗଲା ଶିଳ୍ପ କାରଖାନା, ଶିଳ୍ପ କଣ ଯେତେ ବି ଅଛି ସବୁ କାରଖାନାରେ ପ୍ରାୟ ବ୍ୟବହାର ହୁଏ ଜଳ। ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନରେ ବ୍ୟବହାର ହୁଏ ହେଲା, ପଢିଲେ କି ନାଇଁ। ତାପରେ ସେମାନଙ୍କ ଉପରେ ବନ୍ଧ ବନ୍ଧା ଯାଇଛି କି, ହଁ ବନ୍ଧା ଯାଇଛି ନା। ଏମିତି କଣ ଯେ ଆମର ମହାନଦୀ ଉପରେ ହୀରାକୁଦ ବନ୍ଧଟା ବନ୍ଧା ହେଇଛି କି ନାଇଁ। ତାପରେ ଦେଖ 2 ନମ୍ବର, ଏଟା ଗଲା ପିଲାମାନେ 1 ନମ୍ବରଟା ସରିଲା। ତାପରେ 2 ନମ୍ବର ଦେଖ, ପିତା ମାତା କିମ୍ବା ଜେଜେମା ଜେଜେବାପାଙ୍କୁ ତୁମ ଅଞ୍ଚଳର କୌଣସି ନଦୀର କାହାଣୀ କିମ୍ବା ନଦୀ ସମ୍ବନ୍ଧୀୟ ପର୍ବପର୍ବାଣୀ ତଥା କଥା
କହିବାକୁ କୁହ ହେଲା। ଏଟା ଘରେ ନିଜ ଜେଜେବାପା କିମ୍ବା ଜେଜେମା ଅଛନ୍ତି ବେଲେ କିମ୍ବା ମା ବାପାଙ୍କୁ ଟିକେ ପଚାରିବ ହେଲା। ଏଟା 2 ନମ୍ବରଟା। ତାପରେ 3 ନମ୍ବରଟା ଦେଖ, ପରିବାରର ଜଣେ ବୟସ୍କଙ୍କୁ ପଚାର, ସେ ଛୋଟ ଥିବା ବେଲେ ନଦୀର ଅବସ୍ଥା କଣ ଥିଲା ପିଲାମାନେ? ଆଉ ସେଇ ସମୟରୁ ଆଜି ପର୍ଯ୍ୟନ୍ତ କଣ ସବୁ ପରିବର୍ତ୍ତନ ହୋଇଛି? ତ ଭାବ ଯେ ଯେତେବେଳେ ସେ ଛୋଟ ଛୋଟ ଥିଲେ ତାଙ୍କୁ ଟିକେ ପଚାରିବ ହେଲା ଯେ ଆମେ ବି ଭାବିବା ବେଲେ ବହୁତ କିଛି ପରିବର୍ତ୍ତନ ହେଇଛି ହେଲା। ସେତେବେଳେ ନଦୀଟା ଦେଖିବ ବୋଲେ ପୁରା ପରିଷ୍କାର ପରିଚ୍ଛନ୍ନ ଥିଲା। ଏବେ କଣ ହଉଛି? ଏବେ ଯେତେ ବି ଆବର୍ଜନା ଯାଇକି ମିଶୁଛି କୋଉଠି? ନଦୀରେ। ତ ନଦୀ ଜଳକୁ ଦୂଷିତ କରୁଛି। ତାକୁ ଟିକେ ବୁଝେଇକି ଲେଖିବ ଆଉ କଣ ଯେ ସେ ସମୟରେ ନଦୀରେ ବହୁତ ପରିଷ୍କାର ପାଣି ରହୁଥିଲା ଏବଂ ବର୍ଷ ସାରା ପର୍ଯ୍ୟାପ୍ତ ଜଳ ମିଳୁଥିଲା। ନଦୀରେ ପ୍ରଦୂଷଣ ବହୁତ କମ ଥିଲା। ବାକି ଏବେ କଣ ହେଇଛି ବର୍ତ୍ତମାନ ନଦୀର ଜଳସ୍ତର କମିବାରେ ଲାଗିଛି। ଖ ନମ୍ବରଟା ଲେଖିବ ହେଲା। ସହର ଓ କାରଖାନା ସହର ଓ କାରଖାନାର ଆବର୍ଜନା ପଡ଼ି ନଦୀ ଜଳ ପ୍ରଦୂଷିତ ହେଉଛି। କାରଖାନା, କଳକାରଖାନା ବା କାରଖାନା ବି ଲେଖିଲେ ହେବ ହେଲା। ତାପରେ ଦେଖ 4 ନମ୍ବରଟା। 3 ନମ୍ବର ସରିଲା ପିଲାମାନେ, 4 ନମ୍ବରଟା ଦେଖ। 4 ପୂର୍ବେ ଲୋକମାନେ ନଦୀ କୂଳିଆ ଅଞ୍ଚଳରେ ଗ୍ରାମ ବା ସହର ସ୍ଥାପନ କରୁଥିଲେ କାହିଁକି? ଏଇଟା ବି ପଡିଛେ ଯେଉଁଠି ଜଳ ମିଳିବ ସେଇଠି ଲୋକମାନେ ବାସ କରିବେ। ତାଙ୍କୁ ସୁବିଧା ନା, ପାନୀୟ ଜଳ ମିଳିବ, କୃଷି କାର୍ଯ୍ୟରେ ବ୍ୟବହାର ହବ, ସେଇ ସବୁ ତ ଆଉ କଣ। ଗମନାଗମନ ଗୋଟେ ଶୁଣିଥିବ, ଗମନାଗମନ ବା ଯାତାୟାତର ସୁବିଧା ହେବ ହେଲା। ଯିବା ଆସିବାରେ ସୁବିଧା ହୁଏ, ସେଥିପାଇଁ ରହନ୍ତି। ତ ଏଠି ଲେଖିବ ଯେ 4 ନମ୍ବରଟା କଣ ଲେଖିବ? 4 ନମ୍ବର ଲେଖିବ ପୂର୍ବେ ପିଇବା ପାଣି, ଚାଷ ଏବଂ ଗମନାଗମନର ମୁଖ୍ୟ ମାଧ୍ୟମ ନଦୀ ଥିବାରୁ ଲୋକେ ନଦୀ କୂଳରେ ରହୁଥିଲେ। ଆଉ ଗୋଟେ ପ୍ରଶ୍ନ ପଚାରି ଯାଇଛି ଯେ ଆଗ ଭଳି ବର୍ତ୍ତମାନ ମଧ୍ୟ ନଦୀ ଆମ ପାଇଁ ସେହିପରି ଗୁରୁତ୍ୱପୂର୍ଣ୍ଣ କି? ହଁ, ଗୁରୁତ୍ୱପୂର୍ଣ୍ଣ। ହଁ ଲେଖିବ, ହଁ ବର୍ତ୍ତମାନ ମଧ୍ୟ ନଦୀ ଆମ ପାଇଁ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। କାରଣ କଣ? ପ୍ରଥମ ପାଠର ନା କଣ ପିଲାମାନେ? ଜଳ ହିଁ ଜୀବନ ହେଲା। ଜଳ ହିଁ ଜୀବନ, ସେଥିପାଇଁ ଏଇଟା ଗୁରୁତ୍ୱପୂର୍ଣ୍ଣ ହେଲା। ତାର 5 ନମ୍ବର ଦେଖ ପିଲାମାନେ। ଯଦି ତୁମ ଗ୍ରାମ କିମ୍ବା ସହର ପାଖରେ ଥିବା ନଦୀର ସୁରକ୍ଷା ପାଇଁ ନୂଆ ନିୟମ କରିବ, ତେବେ ସେଗୁଡ଼ିକ କଣ ହେବ? କଣ କଣ ହେବ? ନଦୀକୁ କୌଣସି ପ୍ଲାଷ୍ଟିକ ବା କଳା ବର୍ଜନା ପକାଇବା ନିଷେଧ କରିବା ହେଲା। ନିଷେଧ ମାନେ କଣ? ମନା କରିବା ଯେ ପ୍ଲାଷ୍ଟିକ ଜିନିଷ କିମ୍ବା ଆବର୍ଜନାକୁ ନଦୀରେ ଫୋପାଡ଼ ନାହିଁ। ତାପରେ ନଦୀ ପଠାରେ ବହୁ ପରିମାଣରେ ଗଛ ଲଗେଇବା। ପଠାରେ ମାନେ କଣ? ତା କୂଳରେ ଲେଖିପାରିବ। ନଦୀ କୂଳରେ ବହୁତ ପରିମାଣରେ ଗଛ ଲଗେଇବା। ତାପରେ ନଦୀ ପାଣିରେ ଗାଈ ଗୋରୁ ଧୋଇବା ବନ୍ଦ କରିବା। ଗାଈ ଗୋରୁକୁ ନେଇକି ସେ ପାଣିରେ ତାଙ୍କୁ ଗାଧେଇବ। ତାପରେ ସେଠି ଯାଇକି ନିଜେ ଗାଧେଇବ ବା ଯେତେ ବି ଗାଁ ଲୋକ ଗାଧିବେ ବୋଲେ ଅସୁବିଧା ହବ କି ନାହିଁ? ସ୍ୱାସ୍ଥ୍ୟ ଅସୁବିଧା ହବ, ରୋଗ ହେବ, ବିଭିନ୍ନ ପ୍ରକାର ରୋଗ। ତାପରେ 6 ନମ୍ବର, କେତେବେଳେ ତୁମେ ଜଳ ନଷ୍ଟ କରିଛ ସେ କଥା ଭାବ, ସେତେବେଳେ ଆଉ କଣ କରିଥିଲେ ଜଳ ସଂରକ୍ଷଣ କରିପାରିଥାନ୍ତ? ସକାଳୁ ଉଠିଲେ କଣ କର? ଟ୍ୟାପ ଟା ଅନ୍ କରିକି ଛାଡି ଦିଅ କି ନାହିଁ? ଟ୍ୟାପ ଟା ଅନ୍ କରିକି ଛାଡିଦେଲେ ଇଆଡେ ବ୍ରଶ କରିଥିବ ହେଲା। ଗୋଟେ ବ୍ରଶ କରିଥିବ, ସେପଟେ ନଳରୁ ପାଣି ଯାଉଥିବ। ଏଠି କଣ ହେଲା? ଜଳଟା ନଷ୍ଟ ହେଲା କି ନାହିଁ? ତ ଏଠି ଲେଖିବ ବ୍ରଶ କଲା ବେଲେ ଟ୍ୟାପ ଖୋଲା ରଖିଲେ ଜଳ ନଷ୍ଟ ହୁଏ। ସେତେବେଳେ ଟ୍ୟାପ ବନ୍ଦ ରଖି ମଗ ବ୍ୟବହାର କରିଥିଲେ ଜଳ ସଂରକ୍ଷଣ ହୋଇପାରିଥାନ୍ତା କି ନାହିଁ? ଏଟା ଲେଖିବ। ଆଉ ବି ନିଜେ ଭାବିକି ଲେଖ, ବହୁଟେ ଅଛି ହେଲା। କୋଉଠି ଜଳଟା ତମର ଜଳକୁ ବହୁତ ବ୍ୟବହାର କରନ୍ତି ହେଲା। 7 ନମ୍ବର, 6 ନମ୍ବରରେ କଣ ଦେଖିଲେ ଯେ ନଷ୍ଟ କୋଉ କୋଉ ଜାଗାରେ ହଉଛି ଆଉ ତାକୁ କେମିତି ଆମେ ରୋକିବା। ଲେଖିଥିବ, ଆଉ କେତେଟା ଜାଣିବ ହେଲା।
8 ନମ୍ବରଟା ଦେଖ 7 ତ ଗଲା ନା 6 ଗଲା 7 ଅଛି 7ଟା କଣ କହୁଛି ଦୈନନ୍ଦିନ ବ୍ୟବହୃତ ସାମଗ୍ରୀକୁ ବ୍ୟବହାର କରି ସରଳ ଜଳ ଛଣା ଯନ୍ତ୍ରଟିଏ ପ୍ରସ୍ତୁତ କରିପାରିବ କି? ସେଥିରେ କଣ କଣ ରଖିବ କାହିଁକି? ଜଳ ଛଣା ଯନ୍ତ୍ର ହେଲା ନାଇଁ ଯୋଉ ଫିଲ୍ଟରଟା ଫିଲ୍ଟର ଗୋଟେ କିଣିବାଟା ଆଜିକାଲି ତ କଣ ଜଳ ଛାଣିବା ପାଇଁ କଣ ଆସିଛି ଫିଲ୍ଟର ଲଗାଉଛନ୍ତି ଏକ୍ୱାଗାର୍ଡ ସବୁ ହେଲା ଯେ ନିଜେ ଘରେ ଗୋଟେ ତିଆରି କରିପାରିବ କି ଘର ଜିନିଷ ବ୍ୟବହାର କରିକି ଆମେ କରିପାରିବା ତମେ ଗୋଟେ ଏ, ତମର ବିଜ୍ଞାନ ମେଳାରେ ଏଇଟା ଦେଖେଇ ପାରିବ ଯେ ବୋତଲ ବାଲି ତାପରେ କୋଇଲା ଗୁଣ୍ଡ ଗୁଡିକୁ ନେଇକି ତମେ ଗୋଟେ ବୋତଲରେ ସେଇଟା ପକେଇବ ସବୁ ହେଲା ଅଲଗା ଅଲଗା ଲେୟାର କରିକି ସବୁ ହେଲା ସେଠି ପକେଇଲା ପରେ ଜଲକୁ ସେଇଠୁ ପାସ୍ କଲେ କଣ ହବ ସେଇଟା ଛାଣି ହେଇଯିବ ହେଲା ସଫା ହବ ଫିଲ୍ଟର ବୋଲି କାମ ଦବ ତ ଏଠି ଲେଖିବ ଯେ ହଁ ଏକ ବୋତଲ ବାଲି କୋଇଲା ଗୁଣ୍ଡ ଏବଂ ଗୁଡି ବ୍ୟବହାର କରି ଜଳ ଛଣା ଯନ୍ତ୍ର ତିଆରି କରାଯାଇପାରିବ ଗୁଡି ବଡ ଅଳିଆକୁ ରୋକେ ଏବଂ ବାଲି ଜଲକୁ ସୂକ୍ଷ୍ମ ଭାବେ ଛାଣିବାରେ ସାହାଯ୍ୟ କରେ ହେଲା ଲେଖିପାରିବ ତ 7 ନମ୍ବରଟା ଲେଖିବ ହେଲା 8 ନମ୍ବରଟା ଦେଖ 8 ଗୋଟିଏ ନଦୀ କୂଳରେ ନୂତନ ସହରର ପରିକଳ୍ପନା କର ଏଥିପାଇଁ କଣ ପଦକ୍ଷେପ ନେବ କଣ କଣ ପଦକ୍ଷେପ ନେବ କହ ନଦୀକୁ ପରିଷ୍କାର ରଖିବାରେ କଣ କଣ ପଦକ୍ଷେପ ନବ ହେଲା କଣ କଣ କାମ କରିବ ତାପରେ ପ୍ରବଳ ବର୍ଷା ସମୟରେ ବନ୍ୟା ନିୟନ୍ତ୍ରଣ କରିବା ପାଇଁ କଣ କଣ କରିବ ଗ୍ରୀଷ୍ମ ଋତୁରେ ମଧ୍ୟ ସବୁବେଳେ ସମସ୍ତଙ୍କ ପାଇଁ ଯଥେଷ୍ଟ ଜଳ ମିଳିବା ନିଶ୍ଚିତ କରିବାରେ କଣ କଣ କରିବ ଏଠି କଟା ଲେଖିବ ବୋଲେ ନାଳ ପାଣିକୁ ସିଧା ନଦୀକୁ ନ ଛାଡି ବିଶୋଧନ କରି ଛାଡିବା ଖ ହେଲା ନଦୀର ଦୁଇ କୂଳରେ ପଥର ପ୍ୟାକିଂ କରି ବା ଏବଂ ଗଛ ଲଗେଇବା 3 ନମ୍ବର ମାନେ ଗଟା ହେବ କଣ ଜଳାଶୟ ଓ ଛୋଟ ଛୋଟ ବନ୍ଧ ନିର୍ମାଣ କରି ଜଳ ସଞ୍ଚୟ କରି ରଖିବା ଏଟା ଲେଖିଦବୁ ସବୁ ସରିଲା ସବୁ ପ୍ରଶ୍ନଟା ସରିଲା ପିଲାମାନେ ଏଠି ରହିବା ଧନ୍ୟବାଦ